ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। द्वितीय खंड सांख्य योग। इंद्रियाणि पराण्याहुरि इंद्रियेभ्य परं मनः मनसस्तु परां बुद्धि जो बुद्धे परतस्तु सह। प्रत्येक इंद्रियर ନିଜସ୍ୱ ଧର୍ମ ରହିଛି, ଯଥା କର୍ଣ୍ଣେନ୍ଦ୍ରିୟର ଶବ୍ଦ, ଦର୍ଶନେନ୍ଦ୍ରିୟର ରୂପ, ଘ୍ରାଣେନ୍ଦ୍ରିୟର ଗନ୍ଧ, ରସନେନ୍ଦ୍ରିୟର ସ୍ୱାଦ ଓ ସ୍ପର୍ଶେନ୍ଦ୍ରିୟର ସ୍ପର୍ଶ। କୌଣସି ଗୋଟିଏ ଇନ୍ଦ୍ରିୟ ଯଦି ନିଜ ବିଷୟ ପ୍ରତି ମନକୁ ଆକର୍ଷଣ କରେ, ତେବେ ବୁଦ୍ଧିର ସମତା ନଷ୍ଟ ହୁଏ। ସମତା ବିନା ବୁଦ୍ଧି ଏକ ନିଶ୍ଚଳାତ୍ମିକା ହୋଇପାରେ ନାହିଁ। ସଂସାର ସାଗର ପାରି ହେଲେ ପରମାତ୍ମା ମିଳନ ହୁଏ। ଏହାକୁ ଅତିକ୍ରମ କରିବା ପାଇଁ ଏକ ନିଶ୍ଚୟାତ୍ମିକା ବୁଦ୍ଧି ରୂପକ ନୌକା ଆବଶ୍ୟକ। ମନ ପବନ ଦ୍ୱାରା ବାହିତ ହୋଇ ଏହି ନୌକା ଭବ ସମୁଦ୍ର ଉତ୍ତୀର୍ଣ୍ଣ ହୁଏ। ସମୁଦ୍ର ପଥରେ ଯାତ୍ରା କଲାବେଳେ ହଠାତ୍ ତୋଫାନ ଆସେ। ଏହା ଦ୍ୱାରା ବାୟୁର ଗତି ବିପରୀତମୁଖୀ ହେଲେ ନୌକା ବିପଥଗାମୀ ବା ଜଳମଗ୍ନ ହୁଏ। ଠିକ୍ ସେହିପରି ଇନ୍ଦ୍ରିୟଗଣ ମନକୁ ନିଜ ନିଜ ବିଷୟ ଅନୁରୂପ ଅନୁଗାମୀ କରିବା ପାଇଁ ପ୍ରବଳ ଚାପ ପକାନ୍ତି। କୌଣସି ଗୋଟିଏ ଇନ୍ଦ୍ରିୟ ଦ୍ୱାରା ଯଦି ମନ ବଶୀଭୂତ ହୋଇଯାଏ, ତେବେ ବୁଦ୍ଧି ବିପଥଗାମୀ କିମ୍ବା ଭ୍ରଷ୍ଟ ହୁଏ। ତେଣୁ ମନକୁ ବଶୀଭୂତ କରି ବୁଦ୍ଧିକୁ ସ୍ଥିର ରଖିବାକୁ ହେବ। ବୁଦ୍ଧି ସ୍ଥିର ହେଲେ ସମତାରେ ସ୍ଥିତ ହୁଏ ଏବଂ ଏହି ସ୍ଥିତି ପରମାତ୍ମାଙ୍କ ସହିତ ଯୁକ୍ତ କରେ। ଇନ୍ଦ୍ରିୟ ନିଗ୍ରହ ଦ୍ୱାରା ମନ ବଶୀଭୂତ ହୁଏ। ଇନ୍ଦ୍ରିୟମାନଙ୍କୁ ରାଗ ଦ୍ୱେଷ ମୁକ୍ତ କରି ବିଧିପୂର୍ବକ ବିଷୟ ସେବନ କରିବା ହେଉଛି ସେମାନଙ୍କର ନିଗ୍ରହ। ରାଗ ଦ୍ୱେଷ ଯୁକ୍ତ ଇନ୍ଦ୍ରିୟମାନଙ୍କୁ ବିଷୟ ସେବନ କରିବାକୁ ଦେଲେ ସେମାନେ ବଳବାନ ହୁଅନ୍ତି। ଇନ୍ଦ୍ରିୟଗଣ ବଳବାନ ହେଲେ ମନ ଦୁର୍ବଳ ହୁଏ। ମନକୁ ବଳବାନ କରିବା ପାଇଁ ଇନ୍ଦ୍ରିୟମାନଙ୍କୁ ସେମାନଙ୍କ ବିଷୟଠାରୁ ନିଗ୍ରହ କରିବାକୁ ହେବ। ଇନ୍ଦ୍ରିୟମାନେ ସ୍ୱେଚ୍ଛାପୂର୍ବକ ବିଷୟ ଗ୍ରହଣ କରିବାକୁ ସମର୍ଥ ନ ହେଲେ ଦୁର୍ବଳ ହୁଅନ୍ତି ଓ ମନକୁ ନିଜ ଅନୁଗାମୀ କରିପାରନ୍ତି ନାହିଁ। ଏପରି ଅବସ୍ଥାରେ ଯେତେ ବାଧାବିଘ୍ନ ଆସିଲେ ମଧ୍ୟ ବୁଦ୍ଧି ରୂପକ ନୌକା ନିଶ୍ଚଳ ଓ ନିର୍ବିଘ୍ନ ଭାବରେ ଭବ ସମୁଦ୍ର ପାରି ହୋଇଯାଏ। ସଂଯମୀ ବା ସ୍ଥିର ବୁଦ୍ଧି ସ୍ଥିତ ପ୍ରଜ୍ଞା ସମ୍ପନ୍ନ ବ୍ୟକ୍ତିର ମନ ଇନ୍ଦ୍ରିୟମାନଙ୍କୁ ଅନୁଗାମୀ ହୁଏ ନାହିଁ। ତାଙ୍କ ମନ ବୁଦ୍ଧିର ଅଧୀନ ଥାଏ। ତେଣୁ ସେ ଦିବ୍ୟ ଜ୍ଞାନାଲୋକରେ ନିତ୍ୟ ପ୍ରତିଷ୍ଠିତ ଥାନ୍ତି। ମନ ଇନ୍ଦ୍ରିୟାନୁଗାମୀ ହେଲେ ବୁଦ୍ଧିର ପ୍ରକାଶ ଅସ୍ତମିତ ହୁଏ ଓ ବ୍ୟକ୍ତି ଅଜ୍ଞାନ ଅନ୍ଧକାରରେ ପଥଭ୍ରଷ୍ଟ ହୁଏ। ଜ୍ଞାନ ଦିବସ ଓ ଅଜ୍ଞାନତା ରାତ୍ରିର ପ୍ରତୀକ। ଜ୍ଞାନୀ ପାଇଁ ଯାହା ଦିବସ, ଅଜ୍ଞାନୀ ପାଇଁ ତାହା ରାତ୍ରି ପ୍ରତୀୟମାନ ହୁଏ। ଦିବସରେ ବ୍ୟକ୍ତି ଜାଗ୍ରତ ରହେ ଓ ରାତ୍ରିରେ ନିଦ୍ରାଭିମୁଖୀ ହୁଏ। ଜ୍ଞାନୀ ବା ସଂଯମୀ ବ୍ୟକ୍ତି ଇନ୍ଦ୍ରିୟମାନଙ୍କ ଦ୍ୱାରା ବିଷୟ ଭୋଗରୁ ମହତ୍ତ୍ୱ ଦିଏ ନାହିଁ। ଏଣୁ ଏହା ତାଙ୍କ ପାଇଁ ରାତ୍ରି। ଅଜ୍ଞାନମାନେ ବିଷୟ ଭୋଗକୁ ମହତ୍ତ୍ୱ ଦିଅନ୍ତି। ତେଣୁ ଏହା ସେମାନଙ୍କ ପାଇଁ ଦିବସ। କୌଣସି ବିଷୟକୁ ମହତ୍ତ୍ୱ ଦେବା ଅର୍ଥ ସେଥିପ୍ରତି ଜାଗ୍ରତ ରହିବା। ଏହାର ବିପରୀତ ଭାବ ହେଉଛି ନିଦ୍ରାବସ୍ଥା। ଅଜ୍ଞାନମାନଙ୍କର ବିଷୟ ଭୋଗରେ ତତ୍ପରତା ହିଁ ସେମାନଙ୍କର ଜାଗରଣ। ଜ୍ଞାନୀମାନେ ଏସବୁ ବିଷୟରେ ବିତସ୍ପୃହ ହେବା ହେଉଛି ସେମାନଙ୍କର ନିଦ୍ରା। ଜ୍ଞାନୀ ଆତ୍ମସ୍ଥିତିରେ ଜାଗ୍ରତ ଓ ଦେହ ସ୍ଥିତିରେ ନିଦ୍ରାଭିଭୂତ ଥାଏ। ଅଜ୍ଞାନ ଜ୍ଞାନ ସ୍ଥିତିରେ ନିଦ୍ରାଭିଭୂତ ଥାଇ ଦେହ ସ୍ଥିତିରେ ଜାଗ୍ରତ ଥାଏ। ଜ୍ଞାନୀ ବ୍ୟକ୍ତିକୁ ଅଗାଧ ସମୁଦ୍ର ସହିତ ତୁଳନା କରାଯାଇପାରେ। ଚତୁର୍ଦିଗରୁ ଅନେକ ଗୁଡ଼ିଏ ଛୋଟ ବଡ଼ ନଦୀ ଆସି ସମୁଦ୍ରରେ ମିଶନ୍ତି। ବର୍ଷା ଋତୁରେ ନଦୀମାନଙ୍କରେ ବନ୍ୟା ହୁଏ ଓ ଅଧିକ ଜଳ ସମୁଦ୍ରରେ ପ୍ରବେଶ କରେ। ତଥାପି ମଧ୍ୟ ସମୁଦ୍ରର ସ୍ଥିତିରେ କୌଣସି ପରିବର୍ତ୍ତନ ହୁଏ ନାହିଁ। ନଦ ନଦୀମାନଙ୍କ ପରି ସମୁଦ୍ର ବର୍ଷା ଋତୁରେ କୂଳ
ଲଙ୍ଘନ କରେ ନାହିଁ ବା ପ୍ରଚଣ୍ଡ ରୌଦ୍ର ତାପରେ ଶୁଷ୍କ ହୁଏ ନାହିଁ। ସ୍ଥିତପ୍ରଜ୍ଞ ବା ଜ୍ଞାନୀ ବ୍ୟକ୍ତିର ଅବସ୍ଥା ମଧ୍ୟ ସେହିପରି ଅଚଳ। ତାଙ୍କ ଅନ୍ତଃକରଣ ପବିତ୍ରତା, ଶାନ୍ତି, ସୁଖ, ଆନନ୍ଦ, ପ୍ରେମ ଆଦିରେ ସର୍ବଦା ପରିପୂର୍ଣ୍ଣ ଥାଏ। ପ୍ରାରବ୍ଧବଶତଃ ତାଙ୍କୁ ଭୋଗ୍ୟ ପଦାର୍ଥ, ଐଶ୍ୱର୍ଯ୍ୟ, ପ୍ରତିପତ୍ତି, ମାନ ସମ୍ମାନ ଯାହା କିଛି ମିଳିଲେ ମଧ୍ୟ ସେଗୁଡ଼ିକ ତାଙ୍କ ଅନ୍ତଃକରଣରେ କୌଣସି ବିକାର ଉତ୍ପନ୍ନ କରିପାରେ ନାହିଁ ଓ ତାଙ୍କ ଆତ୍ମସ୍ଥିତି ଯଥାବତ୍ ଅପରିବର୍ତ୍ତନୀୟ ରହେ। କାରଣ ଭୋଗ୍ୟ ପଦାର୍ଥରେ ତାଙ୍କର କୌଣସି କାମନା ନଥାଏ। ସାଂସାରିକ ଭୋଗ୍ୟ ପଦାର୍ଥ ଓ ଐଶ୍ୱର୍ଯ୍ୟକୁ ସେ ଭୋଗ ନ କରି ଆବଶ୍ୟକ ମୁତାବକ ନିଜ ପାଇଁ ଉପଭୋଗ ଓ ବଳକାତକ ଲୋକ କଲ୍ୟାଣ କାର୍ଯ୍ୟରେ ବିନିଯୋଗ କରନ୍ତି। ଏହାଦ୍ୱାରା ଭୋଗ ମଧ୍ୟ ତାଙ୍କ ପାଇଁ ଯୋଗରେ ରୂପାନ୍ତରିତ ହୋଇଯାଏ। ତେଣୁ ସେ ସର୍ବଦା ପରମ ଶାନ୍ତି ଅନୁଭବ କରନ୍ତି। ଅପରପକ୍ଷରେ ଭୋଗାକାଂକ୍ଷୀ ମନୁଷ୍ୟ ଭୋଗ୍ୟ ପଦାର୍ଥ ପ୍ରାପ୍ତ ହେଲେ ଆନନ୍ଦ ବିଭୋର ହୁଏ ଓ ଏହାର ଅପ୍ରାପ୍ତିରେ ଦୁଃଖରେ ମ୍ରିୟମାଣ ହୋଇପଡ଼େ। ଏହିପରି ରାଗ ଦ୍ୱେଷ ଦୋଷ ହେତୁ ସେ ସର୍ବଦା ଦୁଃଖ ଓ ଅଶାନ୍ତିରେ କାଳାତିପାତ କରନ୍ତି। କ୍ରମଶଃ ଓମ୍ ଶାନ୍ତି।